ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ଆପଣମାନେ ତ ଏପର୍ଯ୍ୟନ୍ତ ଜାଣିସାରିଥିବେଣି ଯେ ଓଡ଼ିଆ ମିଡ଼ିୟମର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ବହି ବଦଳି ଯାଇଛି ଓ ତାହାର କିଛି କିଛି ବହି ମଧ୍ୟ ଆମ ପାଖରେ ଆସିଯାଇଛି। ଯଦି ତାହାର ବହି ପାଇବାକୁ ଚାହୁଁଛନ୍ତି ତାହେଲେ ଆମର ଟେଲିଗ୍ରାମ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ଜଏନ୍ କରନ୍ତୁ, ସେଥିରେ ଆପଣମାନେ ପାଇପାରିବେ। ଆଉ ଆଜି ଆମେ ପଢ଼ିବା ଷଷ୍ଠ ଶ୍ରେଣୀର ବିଜ୍ଞାନ, ଯାହା ବହିର ନାମ ହେଲା ଜିଜ୍ଞାସା। ଏଟା କି ବହି? ବିଜ୍ଞାନ ବହି। ତାର ନାମ ହେଲା ଜିଜ୍ଞାସା ବୋଲି ଦିଆଯାଇଛି। ଷଷ୍ଠ ଶ୍ରେଣୀର ବିଜ୍ଞାନ ଆମେ ଆଜି ଆରମ୍ଭ କରିବା। ଏମିତି ସବୁ ଗୋଟିଏ ପରେ ଗୋଟିଏ ଭିଡ଼ିଓ ପାଇବା ପାଇଁ ଆମର ୟୁଟ୍ୟୁବ୍ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରିକି ରଖିବେ। ଏହାପରେ ଗୋଟିଏ ପରେ ଗୋଟିଏ ଷଷ୍ଠ, ସପ୍ତମ, ଅଷ୍ଟମ ଆଉ ଯଦି ସମୟ ବଳିବ ତ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମଧ୍ୟ ଆମେ ଆଲୋଚନା ଗୋଟେ ପରେ ଗୋଟେ କରିବା। ଦେଖ, ପାଠର ନାମ ପ୍ରଥମ ଅଧ୍ୟାୟ କ'ଣ ଦେଇଛି? ବିଜ୍ଞାନର ଚମତ୍କାର ଦୁନିଆ। ଏଇଟା ଖାଲି ବିଜ୍ଞାନ କ'ଣ, ଆମର ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା କ'ଣ, ଏମିତି ସବୁ କିଛି ଦିଆଯାଇଛି। ଏଥିରେ କୌଣସି ଅଭ୍ୟାସ କାର୍ଯ୍ୟ ନାହିଁ, ଖାଲି ବିଜ୍ଞାନ କ'ଣ ତାକୁ ବୁଝିବା ପାଇଁ ଏ ପାଠଟି ଦିଆଯାଇଛି। ତାପରେ ପରେ ଆମେ ଗୋଟେ ପରେ ଗୋଟେ ଏମିତି ସମସ୍ତ ପାଠକୁ ମଧ୍ୟ ଆଲୋଚନା କରିବା। ଆଜି ଆମେ ପ୍ରଥମ ଅଧ୍ୟାୟ ଆରମ୍ଭ କରିବା, ବିଜ୍ଞାନର ଚମତ୍କାର ଦୁନିଆ। ଏ ହେଲା ପ୍ରଥମ ପାଠ, ବିଜ୍ଞାନର ଚମତ୍କାର ଦୁନିଆ। କ'ଣ ଦେଇଛି ଦେଖିନେବା। ଦେଖ, ଆପଣମାନେ ଟିକେ ଟିକେ ଯଦି ଜାଣିନାହାନ୍ତି ତାହେଲେ ବିଜ୍ଞାନ କହିଲେ କ'ଣ ଟିକେ ଟିକେ ଜାଣି ରଖନ୍ତୁ। ଯେ ଦେଖ କ'ଣ ଦେଇଛି, ଆମେ ସିଧା ପାଠକୁ ଆସିବା। ଆମେ ସବୁବେଳେ ନିଜ ପରିବେଶ ବିଷୟରେ ଅଧିକ ଜାଣିବାକୁ ଉତ୍ସୁକ ହେଇଥାଉ। ଆମେ ପିଲାଦିନରୁ ହିଁ ଆମର ଚତୁଃପାର୍ଶ୍ୱକୁ ଅନୁସନ୍ଧାନ କରିବା ଏବଂ ସେହି ବିଷୟ ଗୁଡ଼ିକ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥାଉ। ଛୋଟ ଛୁଆମାନେ ଦେଖିଥିବ ଯେ ମା ଏଇଟା କ'ଣ, ବାପା ସେଇଟା କ'ଣ, ଆମ ଘର କ'ଣ କହନ୍ତି, ଆମେ କେଉଁଠୁ ରହୁଛୁ, ଆମେ କାହିଁକି, ସମସ୍ତେ ଦେଖ ଛୋଟ ଛୋଟ ଏମିତି ନିଜେ ଘର ତିଆରି କରି ସେଠାରେ ମଧ୍ୟ ରହିବାକୁ ପସନ୍ଦ କରନ୍ତି ଓ ତା ବିଷୟରେ ନୂଆ ନୂଆ କଥା ଜାଣିବାକୁ ଇଚ୍ଛା କରନ୍ତି। ବିଦ୍ୟାଳୟ ଶିକ୍ଷାର ପ୍ରସ୍ତୁତି ପର୍ଯ୍ୟାୟରେ ଆଖପାଖ ଦୁନିଆକୁ ଖୋଜିବା ଏବଂ ଅନୁସନ୍ଧାନ କରିବାରେ ତୁମେ ଆନନ୍ଦିତ ହେଉଥିଲ କି? ହଁ, ଆମେ ସମସ୍ତଙ୍କର ଦିନ ଏମିତି ହିଁ ଯାଇଥାଏ, ଆମର ପିଲାଦିନ, ଯେ ଆମେ ସମସ୍ତେ ଖୋଜିବା, କିଛି ଗୋଟେ ଲୁଚେଇ ଦେବେ ତା ସାଙ୍ଗେ ଖୋଜିବା। ଆମେ କିଛି ଯଦି ଆମେ ସବୁଦିନ ଦେଖିଥାଉ, ଯଦି ତାହାକୁ ଦେଖିବାକୁ ମିଳିବ ନାହିଁ, ତାହାକୁ ଆମେ କୁଆଡ଼େ ଗଲା ବୋଲି ଏମିତି ଏପଟେ ସେପଟେ ଖୋଜିଥାଉ, ଅନୁସନ୍ଧାନ କରିଥାଉ। ତାମାନେ ଏମିତି ବିଜ୍ଞାନ ବି ଏମିତି ଯେ ଯଦି କିଛି ଘଟଣା ହେଲା ତା ପଛରେ କ'ଣ ରହସ୍ୟ ଅଛି, କ'ଣ ଆବଶ୍ୟକତା ଅଛି, କ'ଣ ପାଇଁ ହେଲା, ତାହାକୁ ହିଁ ଖୋଜିବାକୁ ହିଁ ବିଜ୍ଞାନ କୁହାଯାଏ। ତାମାନେ ବିଜ୍ଞାନ ବେଲେ ତୁମେ ଏଇ ଚାପ୍ଟରରେ ପୁରା ଭଲ ଭାବରେ ବୁଝିଯିବ ଯେ ବିଜ୍ଞାନର ଅର୍ଥ କ'ଣ। ଏବେ ଟିକେ ଟିକେ ଜାଣିଯାଇଥିବଣି ଯେ ବିଜ୍ଞାନ କ'ଣ, ଯେ କିଛି ଗୋଟେ ଘଟଣା ଘଟିଯିବା ତା ପଛରେ କ'ଣ କାରଣ ଅଛି, କେମିତି ହେଲା, କିପରି ହେଲା, ତାହାକୁ ଯଦି ଆମେ ଖୋଜିବା ତାହେଲେ ତାହାକୁ ହିଁ ଆମେ ବିଜ୍ଞାନ କହିବା। ଦେଖ, ଯେତେବେଳେ ତୁମେ ମଧ୍ୟ ପର୍ଯ୍ୟାୟରେ ପ୍ରବେଶ କରିବ, ସେତେବେଳେ ତୁମେ ବାସ କରୁଥିବା ସୁନ୍ଦର ଦୁନିଆକୁ ଅନୁସନ୍ଧାନ କରିବା ସହିତ ବୁଝିବାକୁ ମଧ୍ୟ ଚେଷ୍ଟା କରିବ। ମଧ୍ୟ ପର୍ଯ୍ୟାୟ ବେଲେ ଏବେ ତୁମେ ପ୍ରଥମ ପର୍ଯ୍ୟାୟରେ ଅଛ। ତୁମେ 1 ବର୍ଷରୁ କେତେ 13-14 ବର୍ଷ ମଧ୍ୟରେ ଏହା ଏବେ ଥିବ, ଏଟାକୁ ଆମେ ପ୍ରଥମ ପର୍ଯ୍ୟାୟ କହିବା। ତାପରେ 18 ବର୍ଷରୁ 40 ବର୍ଷ ପର୍ଯ୍ୟନ୍ତ ଏଇଟା ହେଲା ମଧ୍ୟ ପର୍ଯ୍ୟାୟ କହିବା। ତାପରେ 40ରୁ ମରିବା ପର୍ଯ୍ୟନ୍ତ 70-80 ଏମିତି, ତାହାକୁ ଆମେ ଶେଷ ପର୍ଯ୍ୟାୟ ବୋଲି କହିବା। ଯଦି ଆମେ ଆମର ଜୀବନକୁ 3ଟି ପର୍ଯ୍ୟାୟରେ ଭାଗ କରିବା ତାହେଲେ ତୁମେ ମଧ୍ୟ ପର୍ଯ୍ୟାୟରେ ଯେତେବେଳେ ପହଞ୍ଚିଯିବ ତାହେଲେ ତୁମେ କ'ଣ କହିବ ବୋଲୁଛି, ସେତେବେଳେ ତୁମେ ବାସ କରୁଥିବା ସୁନ୍ଦର ଦୁନିଆକୁ ଅନୁସନ୍ଧାନ କରିବ ଓ ତାହାକୁ ବୁଝିବାକୁ ମଧ୍ୟ ଚେଷ୍ଟା କରିବ। ଆଉ ସେଥିପାଇଁ ଆମର ବିଜ୍ଞାନ ନାମକ ଏକ ନୂଆ ବିଷୟ ରହିଛି। ବିଜ୍ଞାନର ଚମତ୍କାର ଦୁନିଆକୁ ଆମେ ସମସ୍ତଙ୍କୁ ସ୍ୱାଗତ କରିବା ବା ବିଜ୍ଞାନ ତୁମେ ଦେଖ ଆଗରୁ କ'ଣ ପଢ଼ୁଥିବ, ପରିବେଶ ବିଜ୍ଞାନ କିମ୍ବା
अलगा किसी बही पढ़ुथिबो किंतु आज बा एई क्लास तमे षष्ठ क्लास रु कोन पढ़िबो विज्ञान पाई गोटे सेपरेट बही जहाँकि जिज्ञासा अच्छी तुम षष्ठ श्रेणी ता विषय अध्ययन करिवो। देख आरंभ करवा आगु तुम देख षष्ठ पर सप्तम अष्टम नवम आगु जिते बढ़ी बढ़ी जीव तुम गोटे गोटे विषय एमती विज्ञान रे रही से कथा से कहूँ आम रोथिबा दुनिया को बुझिबा एवं विश्वर रहस्य को उन्मोचन करने पाई चिंता करवा पर्यवेक्षण करवा एवं परीक्षा निरीक्षा करिवार एक माध्यम होउछि विज्ञान। आमे जोंठिरे रहुछि तार चारिआडे कौन अच्छी विश्वर रहस्य कौन अच्छी आमर पृथ्वी बाहर कौन कौन ग्रह अच्छी नक्षत्र अच्छी उल्कापिंड अच्छी ता कौन कौन अच्छी ता विषय आमे ए विज्ञान ही सब जानि परिबा बोली से कहूछि। यह एक बड़ दुस्साहसिक कार्य बोली तुमे भाबुथिबो। देख आमे चारि पार्ट आमे हमरो चारि पाखरे थिबार कथा गुड़िक तो आराम रे जानि परिबा किंतु हम पृथ्वी बाहर कथा जदि जानिबा पई चेष्टा करबा एटा गोटे दुस्साहसिक बा एटा गोटे नॉर्मल लोकर एमती कोनोसी साहस हेबो नै बोली तमे भाबुथिबो। देखो किंतु एटा आमे आजिकाली टेक्नोलोजी बा हमर विज्ञान रो बल रे ए सब संभव हे पारुछि। आमे प्रश्न पचारि दुनिया को अनुसंधान करी विभिन्न घटना घटिबार प्रक्रिया विषय बुझिबाकू चेष्टा करिथाउ जे केमिति आमे कोन पानी को ठंडा कर देले बरफ हो जाउछि पानी को गरम कर देले केमिति बाष्प हो जाउछि ए सब आमे बुझिबाकू चेष्टा करिथाउ जे भूमिकंप किपरि हेउछि वर्षा किपरि हेउछि ता आमे ए विज्ञान रो बल रे ही तार कारण आमे खोजिकी जानि पारुछि। एथिपाई सबटर गुरुत्वपूर्ण कथा हेउछि आमे जिज्ञासु हेबा। जिज्ञासु बेले जेकोसी पछरे ताहार कारण कौन अछि ताहा केमिति होउछि ताहा कौन पाई होउछि ताहा को जदि जानिबा को इच्छा करिबा ताहले आमे सबुर प्रश्नर उत्तर आमे पाई परिबा बा ता पछरे कौन अछि हमर विज्ञान ता विषय आमे जानि परिबा। सेति पाई ही एही पुस्तकर नामकरण करा जायछि जिज्ञासा। ता माने जिज्ञासा बा जिज्ञासु हेबा काहू कहा जाए तमे भल भाव रे बुझी पारथिबो आउ विज्ञान रो सठिक ता माने मीनिंग मध्य ए पर्यंत तमे बुझी सारिथिबो। देखो आगो को एमती पढ़ी चलिबा टिके वीडियोटी लंबा ही पारे जदि लंबा हेबो मु पार्ट 1 आ पार्ट 2 करिकी दुईटा पार्ट रे अपलोड कर देबी। एथिरे अभ्यास कार्य नै आ जदि अभ्यास कार्य जोथिरे थिबो पार्ट 1 पार्ट 2 अभ्यास कार्य तीनटा पार्ट रे आसीबो ओ लास्ट रे सब अपलोड ही सारला पर गोटे थरे मर्ज करिकी पार्ट 1 पार्ट 2 आउ अभ्यास कार्य एमती तीनटा गोटे पार्ट रे मध्य शेष रे मु अपलोड कर देबी। ठीक अछि एबे आमे पाठ को आसीबा। देखो छोट छोट बालीदाना रु विशाल पर्वत घास रु विशाल जंगल पर्यंत समस्त विषय को अध्ययन करिबा बेले सब बेले किछि ना किछि नुआ रोमांचकर तथ्य आविष्कृत हे थाए। आमे जे कोनोसी छोट रु छोट जिनिस टू आरंभ करिक बड़ रु बड़ जिनिस देखिबा ता सेतिरे किछि किछि नुआ हमको देखिबाकू आ अनुभव करिबाकू मिलिबो। तुमे केबे आश्चर्य होई भाबिच कि हां भाबिबो के तम मन रे मध्य केबे केबे आसुथिबो वर्षा एबे देखो तमे देखुथिबो जे गोटे जगह रे अछि ए पाखरे वर्षा हला बेले से पाखरे वर्षा हो नथिबो तो एहा केमिति होउछि तम मन रे सब कथा मध्य आसुथिबो। तापर आ कोन देछि देखो रातिर आकाश रे तारा गुडी को काहे कि चकमक करूथाय किंतु दिन बेला कोन पई देखा जाय नाही एटा मध्य तम मन रे आसुथिबो। किंबा गोटे फूल केते बेले फुटिबो बोली जानि होय गोटे गछ होइछि ताहा काली बढ़ुछि आ किछि दिन गलो फूल हबो तो केते दिन पर फूल हबो केते दिन पर फल हबो तमे ताहा को मध्य जानिबाकू इच्छा लागुथिबो। एगुडी को होछि अनेक रहस्य मध्यरो केवल किछि उदाहरण एमती अनेक गुडी रहस्य अछि तार मु किछि उदाहरण देली जेमती केमती फूल फुटिबो केमती राति रे तारा गुडी को चकमक करथाय एटा हला तार उदाहरण गुडी को। तापरे जहा को उन्मोचन करिवार विज्ञान हमकु सहाय्य करथाय
तो या मध्य कारण कौन अच्छी कौन पाई होची ताहाको आमे जानिबा पाई विज्ञान हमको साहाय्य करिथाय। टिके नॉइज बाहरु आसुची सेटाको इग्नोर करिवो। आमे आहुरी पढ़िबा। आगरे कौन देछि विज्ञानर सबुठारु आश्चर्यजनक कथा हेउची एहा सर्वत्र विद्यमान समुद्रर गभीरता ठारू आरंभ करी महाकाशर विशाल पर्यंत विज्ञान सबुठारे अछि बोली आमे कहबा। तो विज्ञान जेमती आमे कहिता कि गॉड इज ऑलमाइटी, गॉड सर्वत्र बा भगवान सबुठी अछंती, सेमती विज्ञान मध्य सबुठी अछंती, विद्यमान समुद्र भितर मध्य अछंती, आरंभ करी महाकाशर विशालतार मध्य से अछंती बा ता पछरे मध्य विज्ञान अछि बोली आमे कहि परिबा। रोषे घर आरंभ करी खेल पड़िया पर्यंत आमर विज्ञान अछि बा तार विज्ञान रहस्य अछि। अनेक समय अद्भुत आविष्कार अप्रत्याशित भावे घटी थाए। विज्ञान हेउची एक विशाल एवं असरंती गोलक धंदा अटे। आमे करुथिबा प्रत्येक नूतन आविष्कार एथिरे जोड़ी होई थाए। देखो आगरे किछि किछि एबे पर्यंत हमर विज्ञान मध्य आविष्कार चली अछि, दिन को दिन टिके टिके बड़ी बड़ी चलीछि। देखो किछि किछि एबे देखो आमे आगरो जानिथिले जे हमर केतेटी प्लानेट थिला, 9 टी ग्रह थिला बोली आमे जानिथिले, किंतु जेतेबेलटो आविष्कार हला जे प्लूटो गोटे वामन ग्रह अटे। तापर एबे हमर केतेटी ग्रह अछि, 8 टी ग्रह अछि। तो एबे मध्य हमर आविष्कार गुडा को चालुछि आउ ता सत्वे हमर कोन किछि किछि डाटा गुडी को एबे मध्य हमर चेंज होउछि। एबे तुमे एही गोलक धंदा विषय सबुठरो भलो कथा कोन जानिछ कि ताहा कुह बोली से होउछि। आगु बढ़िबा आ कोन अछि देखिबा। देखो एक मरुभूमि अंचलर चित्र दिया हेछि आ गोटे समुद्र उपकूल अंचलर गोटे चित्र दिया हेछि। आम आविष्कार कोनोसी अंत नाही, माने एबे कहउतली मु तमानकु जे आविष्कार ए पर्यंत चलीछि, कंटिन्यू चलीछि, कारण प्रत्येक नूतन ज्ञान ओ एकाधिक प्रश्न एवं अधिक जिनिस जानिबाकू साहाय्य करे। तमे जेते जेते प्रश्न पचारिबो, जेते जेते जानिबाकू इच्छा करिवो, सेते नया नया कथा तमे जानि पारिबो। तो बेले बेले देखिबाकू मिले जे एही धंदारे किछि अंश भूल स्थान रहि जाइछि। ता माने सबु पचारिबो ताहा सबु जेते ठीक वा सठिक थियो बोली किछि माने नै, जाहाकू सजाडिबार आवश्यकता मध्य रहिछि। नुआ आविष्कार अनेक समय दुनिया विषय आमर दृष्टिकोण को बदलाई थाए। एबे जोंति कहउतली मु 9 टी ग्रह थिला, तापर आविष्कार हला परे गोटे वामन ग्रह हला ओ ताहा हटि गला परे एबे हमर 8 टी ग्रह थिबारो हमर एबे हमें जानो। सेमती दिन को दिन हमें आविष्कार करि चलछे ओ हमर जेते डाटा अछि ताहारे सेतिरे परिवर्तन मध्य घटी चलीछि। देखो तापर कोन देछि समुद्र पानी भितर एक दृश्य देखो। तापरे एठी गोटे देखो सौरमंडल हम केमिति थाए ताहार एठी गोटे दृश्य दिया हेछि। एही पुस्तक पढिबा समय रे तुमे केतेक कौतूहलपूर्ण तथ्य पाइबो, किछि चिंतनमूलक परीक्षण मध्य करिवो एवं देखिबो जे सेगुडीकर हमर दैनंदिन जीवन रे किपरि उपयोगी हेउछि। ए पाठ बा ए बहिटी तमे आगु जेमति पढि पढि जीवो सेमति किछि नुआ नुआ कथा शिखिबाकू मिले बोली से कहउछि। भाबी देखो आमे अधिकरु अधिक नुआ कथा जानिले कोन हबो। आमे जदि अनुभव करिबा जे ए सब धारणा परस्पर सह जडित, आमे जेते अधिक कथा जानिले ताहारे ताहा हमकु कोन हबो। देखो एबे आमे केमति वर्षा हुए जानि नाही, किंतु आगु जानिबा जे वर्षा केमति हुए, केमति होउछि, कोन पई होउछि ताहाको जानिले हमर आउ कोन हबो अधिक ज्ञान अर्जन हबो। ता विषय विज्ञान कोन आमे जानि परिबा। ठीक अछि। तापर देखो आमे आम घरु अर्थात आम ग्रह पृथ्वी रु पर्यवेक्षण करी आरंभ करिबा। हमर ग्रह पृथ्वी घरु कोन कोन होउछि सब को आमे निरीक्षण करिबा, परीक्षा करिबा। एहा हेउछि एकमात्र ग्रह कोटा हमर पृथ्वी, जेउठरे जीव सत्व संभव। ता माने हम पृथ्वी हला एकमात्र ग्रह जोठरे कोन जीव जगत अछि बा जीव माने रही पारुछ। तेणु एहार परिवेश को आमे सुरक्षित रखिबा उचित अटे।
କାହିଁକି ନା ଆମର ଯେତେ 8ଟି ଗ୍ରହ ଅଛି ସେଥିରେ ଅନ୍ୟ କୌଣସି ଗ୍ରହରେ ଏପର୍ଯ୍ୟନ୍ତ କ'ଣ ଜୀବର ବାସ ଜଣା ନାହିଁ କିମ୍ବା ରହିପାରିବ ନାହିଁ, କାରଣ ସେଥିରେ ପବନ ନାହିଁ, ଅକ୍ସିଜେନ ନାହିଁ, ଆମର ଖାଇବା ପାଇଁ କିଛି ନାହିଁ, ପାଣି ନାହିଁ, ତ ବଞ୍ଚିବା ଅସମ୍ଭବ ଅଟେ। ଖାଲି ଏକମାତ୍ର ଗ୍ରହ ହେଲା ପୃଥିବୀ ଯେଉଁଥିରେ ଜୀବଜଗତ ଅଛି। ଏହି ଗ୍ରହରେ ବିଭିନ୍ନ ପ୍ରକାରର ଚମତ୍କାର ଜୀବ ତଥା ପ୍ରାଣୀ ମଧ୍ୟ ଅଛନ୍ତି, ଉଦ୍ଭିଦ ମଧ୍ୟ ଏଥିରେ ଅଛନ୍ତି। ତାପରେ ଆଗରେ କ'ଣ ଦେଇଛି ଦେଖ, ସେମାନେ ପୃଥିବୀରେ ବିଭିନ୍ନ ଅଞ୍ଚଳରେ ଜୀବନ ଧାରଣ କରିବା ପାଇଁ ଚେଷ୍ଟା କରନ୍ତି। କେଉଁମାନେ? ପ୍ରାଣୀ ଓ ଉଦ୍ଭିଦମାନେ। ମଞ୍ଜି ଗଛରେ ପରିଣତ ହୁଏ। ଏକ ସମ୍ବାଲୁଆ ସୁନ୍ଦର ପ୍ରଜାପତି ପରିଣତ କରିବା ହେବା ଭଳି ଅନେକ ପର୍ଯ୍ୟବେକ୍ଷଣ ତୁମେ ମାନେ କରିଥିବ। ଏହି ଉଦ୍ଭିଦ ଓ ଜୀବମାନଙ୍କ ମଧ୍ୟରେ କିପରି ବୃଦ୍ଧି ହୋଇଥାଏ ତାହା ଦେଖ। ପ୍ରଥମେ ପ୍ରଜାପତି ନଥାଏ। ତମେ ଯଦି ଜାଣିନ ତାହେଲେ ଜାଣି ରଖ। ପ୍ରଥମେ ସେ ଗୋଟେ କୀଟ ବା ସମ୍ବାଲୁଆ ଥାଏ। ତାପରେ ସେ ଗୋଟେ ଷ୍ଟେଜକୁ ଆସିଲା ପରେ ଆପେ ଆପେ ସେ ପ୍ରଜାପତି ହେଇ ଯାଇଥାଏ। ସେଗୁଡ଼ିକୁ ଆମେ ଏହି ପୁସ୍ତକରୁ ଜାଣିବା। ସେଇଠି ଲେଖା ହେଇଛି ଦେଖ, ଏହି ପୁସ୍ତକ ସାହାଯ୍ୟରେ ଆମେ କ'ଣ ଜାଣିପାରିବା? କେମିତି ଗଛ ବଢ଼ିଥାଏ, କେମିତି ପ୍ରାଣୀ ବିଷୟରେ ମଧ୍ୟ ଆମେ ଜାଣିପାରିବା। ଦେଖ ଆଗରେ ଆଉ କ'ଣ ଦେଶୀ ଜାଣିପାରିବା। ଦେଖ, ଆମର ବୃଦ୍ଧି ପାଇଁ ଖାଦ୍ୟ ଆବଶ୍ୟକ ଅଟେ। ଆମେ ଆମର ବୃଦ୍ଧି ବିକାଶ ପାଇଁ ଖାଦ୍ୟ ଖାଇଥାଉ। ଭାରତ ଭଳି ଏକ ବୃହତ ଏବଂ ବିବିଧତାପୂର୍ଣ୍ଣ ଦେଶରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ରୁଚିକର ଖାଦ୍ୟ ରହିଛି। ସେଗୁଡ଼ିକ କେଉଁଥିରୁ ପ୍ରସ୍ତୁତ ଆମେ କିପରି ଜାଣିବା? ଦେଖ, ଯେମିତିକି ଏତେ ଦେଖ ଅନେକ ପ୍ରକାର ଖାଦ୍ୟ ବିଷୟରେ ଦିଆହେଇଛି। ଆମେ ଭାରତର ଅନେକ କୋଣ ଅନୁକୋଣରେ ଅଲଗା ଅଲଗା ପ୍ରକାରର ଖାଦ୍ୟ ଖାଇବାର ଦେଖିବାକୁ ମିଳିଥାଏ। ଯେମିତିକି ଆମ ଓଡ଼ିଶାରେ ପଖାଳ, ସେମିତି ଆମର ସାଉଥ ଆଡ଼େ ଯିବ ବା ଦକ୍ଷିଣ ଆଡ଼କୁ ଯେମିତି ଯିବ ସେମିତି ଦୋସା, ଇଡିଲି ଏମିତି ଖାଇବା ଦେଖିବାକୁ ମିଳିବ। ସେମିତି ଆମର ପଶ୍ଚିମ ଆଡ଼କୁ ଯିବ ସେମିତି ସିଆଡ଼େ ଢୋକଲା, ଗୁଜୁରାଟ ଆଡ଼କୁ ଫାପଡ଼ା, ଏଇଟା ଏମିତି ଖାଦ୍ୟର ନାମ ଗୁଡ଼ିକ ଏମିତି ଅଛି। ତାହା କେମିତି ତିଆରି ହେଉଛି, କେଉଁଥିରୁ ତିଆରି ହେଉଛି ତାହା ଆମେ ଏ ପୁସ୍ତକରୁ ଜାଣିବା। ଆଗକୁ ଯେମିତି ପଢ଼ି ଯିବା ତାହା ଆମର ଜ୍ଞାନ ଅର୍ଜନ କରି ଯିବା। ଆମେ ବଞ୍ଚିବା ପାଇଁ ଖାଦ୍ୟ ସହିତ ଜଳ ମଧ୍ୟ ଆବଶ୍ୟକ କରୁ। ଖାଲି ଖାଦ୍ୟ ଖାଇଲେ ଆମେ ତ ହେବ ନାହିଁ, ତା ସହିତ ଆମେ ଜଳ ମଧ୍ୟ ଆବଶ୍ୟକତା ଆମର ଶରୀର କରିଥାଏ। ଜଳ ଏକ ଅମୂଲ୍ୟ ସମ୍ପଦ ଅଟେ। ହଁ, ଜଳ ଗୋଟେ ଅମୂଲ୍ୟ ସମ୍ପଦ ଅଟେ, ଯାହାକୁ ଆମେ ପ୍ରତିଦିନ ଆବଶ୍ୟକତା କରିଥାଉ। ବର୍ଷା ହେଲେ ପୋଖରୀରେ ଜଳସ୍ତର ବଢ଼ିବାର ଦେଖିଛ କି? ତମେ ଦେଖିଥିବ ଯେ ବର୍ଷା ହେଲେ କ'ଣ ପୋଖରୀ ଗୁଡ଼ିକ ଭର୍ତ୍ତି ହେଇଯାଇଥାଏ ଆଉ ଖରା ଦିନରେ ଟିକେ 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 ଶୁଖି ଯାଇଥାଏ ବା କମ୍ ହେଇଯାଇଥାଏ। ଯେଉଁ କେବେ ଭାବିଛ କି ବର୍ଷା କାହିଁକି ହୁଏ, କିପରି ହୁଏ? ମୁଁ ତମକୁ ଏଇଟା ଆଗରୁ ଏବେ କିଛି ସମୟ ଆଗରୁ ମଧ୍ୟ ଆଲୋଚନା କରିସାରିଛି। ତାହା ଆମେ ଏ ସମ୍ପୂର୍ଣ୍ଣ ପୁସ୍ତକରେ ବର୍ଷା ବିଷୟରେ ଜାଣିବା। ଆଉ କ'ଣ ଦେଖିବା ଦେଖ, ପାଣି ଥଣ୍ଡା ହେଲେ ବରଫ ହୋଇଯିବା ଏବଂ ଗରମ ହେଲେ ଫୁଟିଲେ ବାଷ୍ପ ହୋଇଯିବା ତୁମେ ଲକ୍ଷ୍ୟ କରିଥିବ। ଏଇଟା ମୁଁ ଏବେ ମଧ୍ୟ କହୁଥିଲି। ଖରାଦିନେ ଥଣ୍ଡା ପାଣି ପିଇବା ଓ ଶୀତ ଦିନେ ଉଷୁମ ପାଣି ଗାଧୋଇବାରେ ମଜା ନେଇଛ କି? ନେଇଥିବ ସମସ୍ତେ। ଖରାଦିନେ କ'ଣ ପାଣିକୁ ଥଣ୍ଡା କରି ମଧ୍ୟ ଗାଧୋଇଥିବ ଓ ବର୍ଷା ଦିନେ ହିଟରରେ ଉଷୁମ କରିବା, ଗରମ କରି ଗାଧୋଇଥିବ, ଯାହାକି ଅତି ଆରାମଦାୟକ ହେଇଥାଏ। ଗରମ ଓ ଥଣ୍ଡାକୁ ଆମେ କେମିତି ଜାଣିପାରିବା? ପାଣି ହେଉ କି ଆମ ଶରୀର ହେଉ, ତାହାର ଉତ୍ତାପ କେତେ ଆମେ ଜାଣିବା ଜରୁରୀ ଅଟେ। ତ କୌଣସି ଗରମ ଜିନିଷ, କୌଣସି ଥଣ୍ଡା ଜିନିଷ ଆମେ ତାହାକୁ କେମିତି ଜାଣିପାରିବା? ତାହା ଏ ଆମର ପୁସ୍ତକରେ ପଢ଼ିବା। ଯେମିତି ଗୋଟେ ଥାଏ ଥର୍ମୋମିଟର, ତା ସାହାଯ୍ୟରେ ଆମେ ଥଣ୍ଡା କିମ୍ବା ଗରମ ବସ୍ତୁ ତାହାକୁ ଆମେ ଜାଣିଥାଉ। ଥର୍ମୋମିଟର ବି ଅନେକ ପ୍ରକାର ଥାଏ। ଯେମିତିକି ଶରୀରକୁ ମାପିବା ପାଇଁ ଅଲଗା ଥର୍ମୋମିଟର, କୌଣସି ଜିନିଷକୁ ମାପିବା ପାଇଁ ଅଲଗା ଥର୍ମୋମିଟର ଥାଏ, ଯାହା ଆମେ କେତେ ଗରମ ଅଛି
ତାହା ଆମେ ଜାଣିଥାଉ ଥର୍ମୋମିଟର ସାହାଯ୍ୟରେ। ଆମେ ସମ୍ପୂର୍ଣ୍ଣ ପଢ଼ିବା, ଆଗକୁ ଯେମିତି ପଢ଼ିବା ସବୁ ଜାଣିବା। ଆହୁରି ମଧ୍ୟ ଆମ ଚାରିପାଖରେ ଅନେକ ପ୍ରକାର ଜିନିଷ ଗୁଡ଼ିକ ଅଛି, ଯେନ୍ତାକି ଆମେ ଲେଖୁଥିବା କାଗଜ, ଧାତୁ ନିର୍ମିତ ଚାବି, ପ୍ଲାଷ୍ଟିକ୍ ସେଲ୍ ଏବଂ ପେନସିଲ୍ ବାକ୍ସରେ ଥିବା ରବର, ବାକ୍ସକୁ ବନ୍ଦ ରଖିବା ପାଇଁ ଚୁମ୍ବକ, ଆମେ ପିନ୍ଧୁଥିବା ପୋଷାକ, ଆମେ କ୍ଷୀର ପିଉଥିବା କପ୍ କିମ୍ବା ଆହୁରି ଅନେକ ମଧ୍ୟ ଆମର ଟେବୁଲ, ଚୌକି, କବାଟ ଏସବୁ କେମିତି କାମ କରୁଛି, ସେଗୁଡ଼ିକ କେଉଁଥିରୁ ତିଆରି ହେଉଛି, ସେଗୁଡ଼ିକ କ'ଣ କ'ଣ ବିଭିନ୍ନ ଜିନିଷରୁ କେମିତି ତିଆରି ହେଉଛି, କିପରି ତିଆରି ହେଉଛି, ଆମେ କିପରି ବିଭିନ୍ନ ଜିନିଷକୁ ପରସ୍ପର ଠାରୁ ଅଲଗା କରିପାରିବା ବା ତାହାକୁ ଆମେ ଅଲଗା କରିପାରିବା, ଗୋଟେ ପ୍ରକାରର ଗୁଣ ଥିବା ପଦାର୍ଥକୁ ଅଲଗା କରିପାରିବା, ଆମେ ତାହାର ଗୁଣ ବିଷୟରେ ଜାଣିବା, ପ୍ରତ୍ୟେକ ବସ୍ତୁର ଗୁଣ କି ଗୁଣ ଥାଏ ତାହା ବିଷୟରେ ଆମେ ସମ୍ପୂର୍ଣ୍ଣ ଆଲୋଚନା କରିବା ଏହି ପୁସ୍ତକରେ। ଆମର ସମ୍ପୂର୍ଣ୍ଣ ଏହି 6ଠ ଶ୍ରେଣୀର ଜିଜ୍ଞାସା ପୁସ୍ତକରେ ଗୋଟେ ପାଠରେ ସବୁ ଆମେ ଦେଇଛି। ଏହି ପୁସ୍ତକ ଅଧ୍ୟୟନ କରିବା ସମୟରେ ଏହିଭଳି ପୃଥିବୀ ସମ୍ପର୍କରେ ଅସରନ୍ତି ପ୍ରଶ୍ନ ମଧ୍ୟ ଆମର ମନକୁ ଆସିବ। ଦେଖ, ଆମେ ଯେମିତି ଗୋଟେ ପାଠ ପଢ଼ି ଯିବା, ସେମିତି ଆମେ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ପାଇ ଯିବା। କିନ୍ତୁ ଆମର ପ୍ରଶ୍ନ ଗୁଡ଼ିକ କେବଳ ପୃଥିବୀ ଭିତରେ ଜିନିଷ ମଧ୍ୟରେ ସୀମିତ ରଖିବା କି ନାହିଁ, କାହିଁକି ନା ପୃଥିବୀ ବାହାର ମଧ୍ୟ ଜିନିଷ ଆମକୁ ଜାଣିବାକୁ ପଡ଼ିବ। ଯେମିତିକି ସୂର୍ଯ୍ୟ, ଚନ୍ଦ୍ର ଏବଂ ଆକାଶରେ ଚମକୁଥିବା ଲକ୍ଷ ଲକ୍ଷ ନକ୍ଷତ୍ର ବା ତାରା ଉପରେ ଆମେ ପ୍ରଶ୍ନ ପଚାରିବା ବା ଆମେ ଜାଣିବା। ଏହି ପୁସ୍ତକରେ ପ୍ରତ୍ୟେକ ଅଧ୍ୟାୟ ତୁମ ଅନୁସନ୍ଧିଷ୍ଣୁ ଭାବନାକୁ ଜାଗ୍ରତ କରିବ। ତାମାନେ ପ୍ରତ୍ୟେକ ଅଧ୍ୟାୟ ଗୋଟେ ତମକୁ କିଛି ଇନଫର୍ମେସନ୍ ବା ସନ୍ଦେଶ ଦେବାକୁ ଚେଷ୍ଟା କରିବ, ତାହାକୁ ତମେ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବ। ଯେପରିକି ପତ୍ରର ଗଠନ, ଜିନିଷ ଗୁଡ଼ିକ କିପରି ଗତି କରିଥାଏ, କିମ୍ବା ଚିନାବାଦାମ ମଞ୍ଜିରୁ ଚୋପାକୁ ଅଲଗା କରିବା ପ୍ରଣାଳୀ ଆଦି କେମିତି କରାଯାଇଥାଏ। ଆଶା କରୁଛୁ ତୁମ ମନରେ ଏହିପରି ପ୍ରଶ୍ନ ଅନେକ ଏପର୍ଯ୍ୟନ୍ତ ମଧ୍ୟ ଆସୁଥିବ, କିନ୍ତୁ ତମେ ଗୋଟେ ପାଠ ଯେମିତି ପଢ଼ିବ ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ତମେ ପାଇ ଯିବ। ଯଦିଓ ତୁମେ ଅନୁଭବ କରିନଥିବ, ତଥାପି ମଧ୍ୟ ତୁମେ ତୁମର ଅଜାଣତରେ ଅନେକ ପ୍ରଶ୍ନର ଉତ୍ତର ପାଇଯାଇଥିବ। ମନେକର ତୁମ କଲମ ଚାଲିବା ବନ୍ଦ ହୋଇଯାଇଛି, ତୁମେ କ'ଣ କରିବ? କ'ଣ କରିଥାଅ ରେ? ଏମିତି ପ୍ରଥମେ ଦେଖିବ ଯେ ସେଥିରେ କିଛି ସାଇ ଅଛି କି ନାହିଁ, ଖୋଲିକି ଦେଖିବ। ଯଦି ସାଇ ଅଛି ତାହେଲେ ତାକୁ ହଲେଇବ, ଏମିତି ଦୁଇଟା ହାତରେ ଘଷିଥାଅ କି ନାହିଁ? ତ ଏଠି ଲେଖା ଅଛି, ଦେଖ, ତୁମେ ନିଜକୁ ପ୍ରଶ୍ନ ପଚାରିବ, ମୋ କଲମ କାହିଁକି ଚାଲୁନାହିଁ? ତୁମେ ଅନୁମାନ କରିବ ଯେ ସେ କାଲି ଶେଷ ହୋଇଯାଇଛି କି? ଦେଖ, ସେ କଥା ହିଁ ସେ ହେଉଛି। ଏହାପରେ କଲମ ଖୋଲି କାଲି ଅଛି କି ନାହିଁ ତାହା ଦେଖିଥାଅ। ତାପରେ ଯଦି ଏହା ସରିଯାଇଥିବ, ତେବେ ତୁମେ ଜାଣିବ ଯେ ତୁମର ଅନୁମାନ ଠିକ୍ ଥିଲା ବୋଲି। କିନ୍ତୁ ମନେକର ତୁମେ ଦେଖିଲ ଯେ କାଲି ଶେଷ ହୋଇନାହିଁ, ତାହେଲେ କ'ଣ ହେଇଛି? ତୁମେ କ'ଣ କରିବ? ତାହାକୁ ତୁମେ ଆଉ ଏକ ଅନୁମାନ ମଧ୍ୟ କରୁଥିବ ଯେ ବୋଧହୁଏ କାଲି ଶୁଖିଯାଇଥିବ। ସେଥିପାଇଁ ତୁମେ କ'ଣ କରିଥାଅ? ଅନୁମାନ ଠିକ୍ ହେଲା କି ନାହିଁ ତାହାକୁ ପରୀକ୍ଷା ପାଇଁ ତୁମେ କିଛି ଚେଷ୍ଟା ମଧ୍ୟ କରୁଥିବ। ଦୁଇଟା ହାତରେ ମଧ୍ୟ ତୁମେ ସେ ପେନ୍କୁ ବା କାଲି ଥିବା ସେ ରିଫିଲ୍କୁ ଘଷୁଥିବ। ବିଜ୍ଞାନ ଠିକ୍ ଏହିପରି ଭାବରେ କାମ କରିଥାଏ। ତୁମେ କଲମ କାହିଁକି ଲେଖୁ ଲେଖୁ ବନ୍ଦ ହୋଇଗଲା ତାହା ଜାଣିବାକୁ ଚେଷ୍ଟା କରିବା ହିଁ ବୈଜ୍ଞାନିକ ପଦ୍ଧତିର ଏକ ଉଦାହରଣ ଅଟେ। ତାମାନେ ବିଜ୍ଞାନ କ'ଣ? ଯେକୌଣସି କାର୍ଯ୍ୟ ହେଲା ବେଳେ ତାହା କେମିତି ହେଲା, କ'ଣ ପାଇଁ ହେଲା, ତା ମଧ୍ୟରେ ବା ତା ଭିତରେ କ'ଣ କାରଣ ହୋଇପାରେ, ଏହାକୁ ଖୋଜିବା ହିଁ ଆମର ବିଜ୍ଞାନର ପ୍ରଥମ ଲକ୍ଷ୍ୟ ଅଟେ। ଆଉ ଏମିତି ହିଁ ଗୋଟେ ପରେ ଗୋଟେ ସବୁ ପାଠ ଦିଆଯାଇଛି। ଦେଖ, ଆସ ଚିନ୍ତା କରିକି ଲେଖିବା। ତୁମେ ଏହିପରି ସମାଧାନ କରିବାକୁ ଚେଷ୍ଟା କରିବା ଏକ ସମସ୍ୟା ବିଷୟରେ ଲେଖ। ତୁମେ କେଉଁ ସବୁ ପଦକ୍ଷେପ ନେଲ ତାହାକୁ ତୁମେ ଲେଖିବ। ଯେ ତୁମେ ମନେକର ସାଇକେଲ ଚଲାଉଥାଅ, ତ ତୁମେ ସକାଳେ ଦେଖିଲ ଯେ କ'ଣ ହେଲା, ସାଇକେଲରେ ପବନ ନାହିଁ ବା ସାଇକେଲ ଚକାରେ ପବନ ନାହିଁ। ତ ତୁମେ ଭାବିଥିବ ଯେ ପ୍ରଥମେ କ'ଣ ଭାବ ଯେ କମ୍ ହୋଇଯାଇଥିବ ବା ଆପେ ଆପେ ତାହା ଖୋଲି ଯାଇଥିବ। ପ୍ରଥମେ ପମ୍ପ ମାରିକି ଦେଖ, ସେଥିରେ ପବନ ଭରିକି ଦେଖ। ଯଦି ଫେର୍ ଥରେ ସେ ପବନ କ'ଣ ହେଲା, ତାହା ଶୋଷିଗଲା, ତାହେଲେ ତୁମେ କ'ଣ କରିଥାଅ? ସେ ସାଇକେଲର
जे मिस्त्री थाए ताहांक पाखକୁ ନେଇକି ଯାଅ ଯେ ସେଥିରେ ପ୍ୟାଚ୍ ହେଇଛି କି ପଞ୍ଚର ହେଇଛି କି ନାହିଁ ବୋଲି ତାହାକୁ ଦେଖିବାକୁ ଯାଅ। କିନ୍ତୁ ପ୍ରଥମେ ତମେ ନିଜେ ଚେଷ୍ଟା କର ଯେ ତମ ଦ୍ୱାରା କିଛି ହେଇପାରୁଛି କି ନାହିଁ। ତ ତା ପଛରେ ତମେ ଏତେ ଗୁଡ଼ିଏ ମୁଣ୍ଡ ଖର୍ଚ୍ଚ କଲ। ତ କ'ଣ ହେଇଥିବ କ'ଣ ନାହିଁ, ପଞ୍ଚର ହେଇଛି କି ନାହିଁ, କ'ଣ ପାଇଁ ପବନ ଗଲା, ସେଇଟା ହିଁ ବିଜ୍ଞାନ ବୋଲି ସେ କହୁଛି। ତ ବିଜ୍ଞାନ କେବଳ ବିଷୟବସ୍ତୁ ଓ ତଥ୍ୟକୁ ମନେ ରଖିବା କିମ୍ବା ପରୀକ୍ଷଣ କରିବା ନୁହେଁ। ଏହା ହେଉଛି ଏକ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟାକୁ ଅନୁସରଣ କରିବା ଓ ଯାହା ଆମକୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାରେ ସାହାଯ୍ୟ କରିଥାଏ। ତାମାନେ କେଉଁ ପର୍ଯ୍ୟାୟ ପରେ କେଉଁ ପର୍ଯ୍ୟାୟ ଆସିଲା ତାହାକୁ ଆମେ ଅନୁସନ୍ଧାନ କରିବାରେ ସାହାଯ୍ୟ କରିଥାଏ। ତେବେ ଆମେ କ'ଣ ପଦକ୍ଷେପ ଗ୍ରହଣ କରିବା ତାହାକୁ ମଧ୍ୟ ବିଜ୍ଞାନ ବୋଲି କହିବା। ତ କି ପ୍ରକାର ପଦକ୍ଷେପ ନେଇପାରିବା ଯେକୌଣସି ଗୋଟିଏ ସମସ୍ୟାକୁ ଆମେ ସମାଧାନ କରିବା ପାଇଁ। ଦେଖ ଏଥିରେ କିଛି ଦିଆହେଇଛି, କେତେଟି ତାହା ଆମେ ବୁଝିବାକୁ ଚେଷ୍ଟା କରିବା। ଦେଖ କ'ଣ ଦିଆହେଇଛି। ପ୍ରଥମେ ଆମେ ଏପରି ଏକ ଜିନିଷ ପର୍ଯ୍ୟବେକ୍ଷଣ କରୁ ଯାହା ଆମ ମନରେ କୌତୂହଳ ସୃଷ୍ଟି କରେ କିମ୍ବା ଆମେ ବୁଝିପାରି ନଥାଉ। ତାପରେ ଦେଖ ଆଉ କ'ଣ ଦେଇଛି। 2 ନମ୍ବର ଦେଇଛି ଏହା ଆମକୁ ଚକିତ କରେ ଏବଂ ଏଥିପାଇଁ ଆମେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ତାପରେ କ'ଣ ଦେଇଛି ଦେଖ। ତାପରେ ଆମେ ସେହି ପ୍ରଶ୍ନଗୁଡ଼ିକର ସମ୍ଭାବ୍ୟ ଉତ୍ତର ଅନୁମାନ କରୁ। ଯେକୌଣସି ସମସ୍ୟା ହେଲେ ତାହାର ଆମେ ଉତ୍ତର କ'ଣ ହେଇପାରେ ବୋଲି ଆମେ ଖୋଜୁ। ଯେମିତିକି ମୁଁ କହୁଥିଲି ଯେ ସାଇକେଲର ଚକାରେ କ'ଣ ହେଲା, ପବନ ଖୋଲିଗଲା। ତମେ ଅନୁମାନ କଲ ଯେ ପଞ୍ଚର ହେଇଥିବ କି ପବନ ବାହାରି ଯାଇଥିବ କି ଏମିତି। ଏଇଟା ହିଁ ବିଜ୍ଞାନ ବୋଲି ସେ କହୁଛି। ତାପରେ ଆଉ କ'ଣ ଦେଇଛି ଦେଖ। ଆମେ ଏହି ଅନୁମାନକୁ ପରୀକ୍ଷଣ କରି କିମ୍ବା ଅଧିକ ପର୍ଯ୍ୟବେକ୍ଷଣ ମାଧ୍ୟମରେ ପରୀକ୍ଷା କରିଥାଉ। ଦେଖ ଆମେ ଗୋଟେ ସାଇକେଲ ଚକାର ପମ୍ପ ଖୋଲିବା ତାହାକୁ ଦେଖିଥାଉ। ପ୍ରଥମେ କେଉଁଥିରେ କଣ୍ଟା ଅଛି କି କଣ୍ଟା ପଶିଛି କି ଚକାରେ ପ୍ରଥମେ ଉପରେ ଯାହା ଦିଶିବ ତାହାକୁ ଆମେ ପର୍ଯ୍ୟବେକ୍ଷଣ ମଧ୍ୟ କରିଥାଉ। ଏହାପରେ ଆମେ ଫଳାଫଳକୁ ବିଶ୍ଳେଷଣ କରିବା ଚେଷ୍ଟା କରିଥାଉ ଏହା ପ୍ରକୃତରେ ଆମ ପ୍ରଶ୍ନର ଉତ୍ତର କି ନୁହେଁ ବୋଲି। ତାପରେ ଆମେ ଦେଖିଥାଉ ଯେ ସତରେ ମୁଁ ଯାହା ଅନୁମାନ କରୁଥିଲି ସେ ପଞ୍ଚର ହେଇଛି ନା ପବନ ବାହାରି ଯାଇଛି ତାହାକୁ ଆମେ ଜାଣିବା ପାଇଁ ଆଉ ଅନେକ ଗୁଡ଼ିଏ ଚେଷ୍ଟା ମଧ୍ୟ କଲେ କିମ୍ବା ସେ ମିସ୍ତ୍ରୀ ପାଖକୁ ନେଇକି ଗଲେ। ତାହା ହିଁ ବିଶ୍ଳେଷଣ ବୋଲି ଆମେ କହିବା। ଦେଖ ଯେମିତିକି 2-3ଟି ଉଦାହରଣ ଦେଇଛି। ବୈଜ୍ଞାନିକମାନେ କୌଣସି ସମସ୍ୟାର ସମାଧାନ କିମ୍ବା ନୂତନ ଜିନିଷ ଆବିଷ୍କାର କରିବା ପାଇଁ ବୈଜ୍ଞାନିକ ପଦ୍ଧତି ଅନୁସରଣ କରନ୍ତି। ବୈଜ୍ଞାନିକମାନେ କ'ଣ କରନ୍ତି? କିଛି ସମସ୍ୟାର ସମାଧାନ ପାଇବା ପାଇଁ କିଛି ନୂଆ ଜିନିଷ ଆବିଷ୍କାର କରିବା ପାଇଁ ତାହାର ବୈଜ୍ଞାନିକ ପଦ୍ଧତି ଦ୍ୱାରା ହିଁ ସେମାନେ ଦେଖନ୍ତି। ଖାଲି ଏମିତି ଉପରେ ଦେଖିବେ ନାହିଁ ଯେ ଏଥିରେ ଦେଖ ଚକାରେ ପମ୍ପ ନାହିଁ ମାନେ ଏଇଟା ପଞ୍ଚର ହେଇଗଲା ନାହିଁ। ତାପରେ କେମିତି ହେଲା, କ'ଣ ପାଇଁ ହେଲା, ଯଦି କଣ୍ଟା ପଶିଲା ତାମାନେ ପବନ ଯିବା ପାଇଁ ରାସ୍ତା ବାହାରିଲା, ସେଥିପାଇଁ ସେ ପବନ ଖୋଲିଗଲା କଣ୍ଟା ପଶିକି। ତା ବିଷୟରେ ବା ତା ପଛରେ କ'ଣ କାରଣ ଅଛି ତାହାକୁ ସେ ଜାଣିବାକୁ ଚେଷ୍ଟା କରନ୍ତି। କେଉଁମାନେ? ବୈଜ୍ଞାନିକ ମାନେ। କିନ୍ତୁ ଯେଉଁମାନେ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିଥାନ୍ତି ସେମାନେ ବୈଜ୍ଞାନିକ ଭଳି କାମ କରିଥାନ୍ତି। ତାମାନେ ତମେ ମଧ୍ୟ ଗୋଟେ ବୈଜ୍ଞାନିକ ଅଟେ। ସେମିତି ନାହିଁ। ଦେଖ ତମେ ଯଦି ପମ୍ପ ଖୋଲିଗଲା ବା ପବନ ବାହାରିଗଲା ସେଥିରୁ ତମେ ଅନୁମାନ କରିପାରୁଛ, ଏମିତି କିଛି ଜାଣିପାରୁଛ, ତାମାନେ ତମେ ବି ଗୋଟେ ବୈଜ୍ଞାନିକ ଭଳି କାମ କରୁଛ। ସେ କଥା ଏଠି କୁହାଯାଇଛି। ରୋଷେଇ କରୁଥିବା ବ୍ୟକ୍ତି ଭାବୁଥିବ ଯେ ପ୍ରେସର କୁକରକୁ ଡାଲି ବାହାରିଗଲା କାହିଁକି। ଦେଖ ଏଠି ଡାଲି ବାହାରି ଯାଇଛି, ସେଥିରେ ଅତ୍ୟଧିକ ପାଣି ଥିଲା କି। ସେ ଯଦି ଏହା ଭାବିପାରୁଛି ତାହେଲେ ସେ ବି ଗୋଟେ ବୈଜ୍ଞାନିକ ଭଳି କାମ କରୁଛି। ତାପରେ ଦେଖ ଏଠି ଲେଖା ହେଇଛି। ଦେଖ ସାଇକେଲ ମରାମତି କରୁଥିବା ଜଣେ ବ୍ୟକ୍ତି ଜାଣିବାକୁ ଚେଷ୍ଟା କରୁଥିବେ ଯେ ଟାୟାର କେଉଁ ସ୍ଥାନରୁ ଲିକ୍ ହୋଇ ପବନ ବାହାରି ଗଲା। ଏଇଟା ବି ଗୋଟେ ବୈଜ୍ଞାନିକ ପଦ୍ଧତିରେ ସେ ଭାବୁଛି। କିମ୍ବା ଜଣେ ଇଲେକ୍ଟ୍ରିସିଆନ୍ ଜାଣିବାକୁ ଚେଷ୍ଟା କରୁଥିବେ ଯେ ବଲ୍ବ କାହିଁକି ଜଳୁନାହିଁ। ସେଥିରେ ଫ୍ୟୁଜ୍ ଯାଇଛି କି ନା ଇଲେକ୍ଟ୍ରିକ୍ ସେଥିରେ ସପ୍ଲାଏ ଆସୁନାହିଁ ବା ଇଲେକ୍ଟ୍ରିକ୍ ପଲେଇ ଯାଇଛି, ସେଥିରେ କ'ଣ କାରଣ ଅଛି। ଏଇଟା ଗୋଟିଏ ବୈଜ୍ଞାନିକ ଅନୁସନ୍ଧାନ ଅଟେ। ସେମିତି ବଲ୍ବ କିମ୍ବା ସୁଇଚ୍ରେ କିଛି ସମସ୍ୟା ଅଛି କି ସେ କଥା ମଧ୍ୟ ଭାବୁଥିବେ। ଯେତେବେଳେ ଆମେ
ପ୍ରଶ୍ନ ପଚାରୁ ଏବଂ ଉତ୍ତର ଖୋଜିବାକୁ ଚେଷ୍ଟା କରୁ ଆମେ ମଧ୍ୟ ଜଣେ ଜଣେ ବୈଜ୍ଞାନିକ ହେଇଥାଉ। ତ ତମେ କିଛି ଯଦି ସମସ୍ୟା ଦେଖାଗଲା ତା ପଛରେ କ'ଣ କାରଣ ଅଛି, ତାହା କେମିତି ହେଲା, ତାହାକୁ ଯଦି ତମେ ଚେଷ୍ଟା କରୁଛ ଜାଣିବା ପାଇଁ ତାହେଲେ ତମେ ମଧ୍ୟ ଗୋଟେ ବୈଜ୍ଞାନିକ ବୋଲି ସେ କହୁଛି। ଦେଖ ଗୋଟେ କାର୍ଯ୍ୟ କରିବା, ଆସ ଚିନ୍ତା କରି ଲେଖିବା। କ'ଣ ଦେଇଛି? ଦୈନନ୍ଦିନ ଜୀବନରେ ଏକ ପରିସ୍ଥିତି ବର୍ଣ୍ଣନା କର ଯେଉଁଠି ତୁମେ ଅନୁଭବ କରୁଥିବ ଯେ କେହି ଜଣେ ବୈଜ୍ଞାନିକ ପଦ୍ଧତି ଅନୁସରଣ କରୁଛନ୍ତି। ଦେଖ କ'ଣ ଦିଆହେଇଛି, ଆଗକୁ ଦେଖିବା। ବର୍ତ୍ତମାନ ତୁମେ ବୁଝିପାରୁଥିବ ଯେ ଦୈନନ୍ଦିନ ଜୀବନରେ ଏମିତି ଅନେକ ପରିସ୍ଥିତି ଅଛି ଯେଉଁଠାରେ କ'ଣ ହେଉଛି, ଆମେ ଜାଣତରେ କିମ୍ବା ଅଜାଣତରେ ବୈଜ୍ଞାନିକ ପଦ୍ଧତି ପ୍ରୟୋଗ କରିଥାଉ। ଏବେ ମଧ୍ୟ ମୁଁ ତୁମକୁ ଅନେକ ଗୁଡ଼ିଏ ଉଦାହରଣ ଦେଇ ବୁଝେଇ ସାରିଲିଣି ଯେ ଲାଇଟ୍ଟି ବଲ୍ବ ଅଫ୍ ହୋଇଗଲା, ତାମାନେ ଏଇଟା କ'ଣ ହେଲା, ଲାଇଟ୍ ସପ୍ଲାଏ ବନ୍ଦ ହୋଇଗଲା, ନା ଫ୍ୟୁଜ୍ ପଲେଇଗଲା, ନା ଲାଇଟ୍ ପଲେଇଗଲା। ସେଥିରେ ତୁମେ ଯଦି ପ୍ରଶ୍ନ ଏମିତି କରୁଛ ଆଉ ନିଜକୁ ନିଜେ ତାହାର ସମସ୍ୟାର କାରଣ ଜାଣିବାକୁ ଚେଷ୍ଟା କରୁଛ ତାହେଲେ ତୁମେ ମଧ୍ୟ ଗୋଟେ ବୈଜ୍ଞାନିକ ପରି ତୁମର ଭାବୁଛ ବା ତାହାର ବୈଜ୍ଞାନିକ ପଦ୍ଧତି ଅନୁସରଣ କରୁଛ ବୋଲି ତୁମେ ଭାବିବ। ତାପରେ ଦେଖ ଆଗରେ ଆଉ କ'ଣ ଦେଇଛି ଦେଖିବା। ଯଦିଓ ଆମେ ସମସ୍ତେ ବୈଜ୍ଞାନିକ ପଦ୍ଧତିକୁ କିଛି ମାତ୍ରାରେ ପ୍ରୟୋଗ କରିଥାଉ ତଥାପି ବିଜ୍ଞାନ ପଢ଼ିବା ଦ୍ୱାରା ବଡ଼ ବଡ଼ ସମସ୍ୟାର ସମାଧାନ ଖୋଜିବା ଏବଂ ବିଶ୍ୱର ବୃହତ ରହସ୍ୟର ସମାଧାନ କରିବା ପାଇଁ ଆମର ଦକ୍ଷତା ବିକଶିତ ହୋଇଥାଏ। ଯଦି ଆମେ ବୈଜ୍ଞାନିକ ପଦ୍ଧତିକୁ ଯଦି ଆମେ ଅନୁସରଣ କରିବା ଆମର ଦୈନନ୍ଦିନ ଜୀବନରେ ତାହେଲେ ଅନେକ ଗୁଡ଼ିଏ ପଛରେ ଥିବା ତାହାର କାରଣ ଜାଣିପାରିବା। ତାପରେ ଆମର ଦକ୍ଷତା ମଧ୍ୟ ଆସିଯିବ ଯେ ଏ ପଛରେ କି କାରଣ ଅଛି ଆଉ କ'ଣ ପାଇଁ ଏହା ହେଇଥିବ ବୋଲି ଆମେ ଜାଣିପାରିବା ବୋଲି ସେ କହୁଛି। ବିଜ୍ଞାନକୁ ଭଲ ଭାବରେ ଶିଖିବା ପାଇଁ ପ୍ରଥମେ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନୁସନ୍ଧିତ୍ସୁ ହେବା ଏବଂ ନିଜ ଚତୁଃପାର୍ଶ୍ୱକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା। ଯଦି ଆମେ ବିଜ୍ଞାନ ପଢ଼ିବାକୁ ଚେଷ୍ଟା କରିବା କିମ୍ବା ବିଜ୍ଞାନକୁ ଯଦି ବୁଝିବାକୁ ଚେଷ୍ଟା କରିବା ତାହେଲେ ତାହା କ'ଣ କରିବା, ଯେକୌଣସି ସମସ୍ୟାକୁ ଆମେ ପ୍ରଥମେ ନିରୀକ୍ଷଣ କରିବା। ତ ସେଥିରେ କ'ଣ କାରଣ ହୋଇପାରେ, କି ପ୍ରକାର କାରଣରୁ ଏହି ସମସ୍ୟାଟି ଉପୁଜିଲା ତାହାକୁ ପ୍ରଥମେ ବାହାର କରିବା। ତାପରେ ତାହାର ସମାଧାନ କିପରି ହୋଇପାରିବ ତାହାରୁ ଆମେ ସମାଧାନ ଖୋଜିବା। ଏମିତି ଭାବରେ ଆମେ ବିଜ୍ଞାନକୁ ପଢ଼ିବା ଓ ଅତି ସହଜରେ ବୁଝିପାରିବା ବୋଲି ସେ କହୁଛନ୍ତି। ଯେତେବେଳେ ଆମେ ଅନୁସନ୍ଧିତ୍ସୁ ହେବା ବା ହୋଇଥାଉ ବୋଲେ ଯେକୌଣସି ଜିନିଷ ବା ସମସ୍ୟାର ଆମେ ସମାଧାନ କରିବାର କାରଣ ବା ବାଟ ଖୋଜିଥାଉ କିମ୍ବା ଆମେ ସମସ୍ୟାର କାରଣ ଖୋଜିଥାଉ, ଆମେ କାହିଁକି କିପରି ପ୍ରଶ୍ନ ପଚାରିବା ଆରମ୍ଭ କରିଥାଉ। ମାନେ କିଛି ଗୋଟେ ହେଲା ତ କାହିଁକି ହେଲା, କ'ଣ ପାଇଁ ହେଲା, କିପରି ହେଲା। ଯଦି ଆମେ ଏମିତି ସବୁ ପ୍ରଶ୍ନ ପଚାରିବା ତାହେଲେ ଆମେ ଅନେକ ଗୁଡ଼ିଏ କଥା ଆମେ ଜାଣିପାରିବା। ମନେ ରଖ ଯେ ଦୁନିଆରେ ଏମିତି ବହୁତ କିଛି ଜିନିଷ ରହିଛି ଯାହା ଆମେ ଜାଣିନାହୁଁ ଏବଂ ସେଗୁଡ଼ିକ ଆବିଷ୍କାର ହେବା ମଧ୍ୟ ଅପେକ୍ଷାରେ ଅଛି। ଏପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଜିନିଷ ଏପର୍ଯ୍ୟନ୍ତ କ'ଣ ହୋଇନାହିଁ, ଆବିଷ୍କାର ମଧ୍ୟ ହୋଇନାହିଁ। ବୁଝିପାରିଲ? ଦେଖ ଆଗରେ ଆଉ କ'ଣ ଅଛି ଦେଖିବା। ବୋଧେ ଆଉ ଟିକେ ଅଛି, ହଁ ଏତିକି ଅଛି, ଚାପ୍ଟରଟି ଶେଷ ହୋଇଯିବ। ଠିକ୍ ଅଛି। ଦେଖ କାର୍ଯ୍ୟ 3କୁ ଦେଖିବା। ଆସ ଚିନ୍ତା କରି ଲେଖିବା। ଯଦି ତୁମେ କୌଣସି ବିଷୟର କାରଣ ଜାଣିବାକୁ ଚାହୁଁଛ ତେବେ ତୁମେ କେଉଁ ପ୍ରକାର ପ୍ରଶ୍ନ ପଚାରିବ? ତୁମେ କିପରି ପ୍ରଶ୍ନ ପଚାରିଲେ ତାହା ଲେଖିବ ଆଉ ତାହାର ସମାଧାନ ଖୋଜିବାକୁ ଚେଷ୍ଟା କରିବ ବୋଲି ସେ କହୁଛି। ଠିକ୍ ଅଛି, ଆଗକୁ ବଢ଼ିବା। ଠିକ୍ ଅଛି, ଆଗକୁ ବଢ଼ିବା। ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟ ବ୍ୟକ୍ତିଗତ ଭାବେ କ୍ୱଚିତ୍ କରାଯାଇଥାଏ। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ପ୍ରାୟତଃ ଦଳଗତ ଭାବରେ ଏକାଠି କାମ କରନ୍ତି। ତାମାନେ ବିଜ୍ଞାନର ଯେକୌଣସି କାର୍ଯ୍ୟ ଏକା ସମାଧାନ କରିବା ସମ୍ଭବ ନୁହେଁ। ସେଥିପାଇଁ କ'ଣ କରନ୍ତି, ତାହାର ପଛର କାରଣ ଖୋଜିବା ପାଇଁ ବୈଜ୍ଞାନିକମାନେ କ'ଣ କରନ୍ତି, ସମସ୍ତେ ଗୋଟେ ଦଳ ହିସାବରେ କ'ଣ କରନ୍ତି, ଏକାଠି କାମ କରିଥାନ୍ତି। ଯେମିତିକି ଆମର ଅଛି ଇସ୍ରୋ ସମସ୍ତେ ଯାଇକି କାମ କରିଥାନ୍ତି, କିନ୍ତୁ ଯଦି ସେ ଆସିକି ଜଣେ ଜଣେ ବୈଜ୍ଞାନିକ କ'ଣ କରିଥାନ୍ତେ, ଘରେ ବସିକି କାମ କରିଥାନ୍ତେ ତ ଆମର ସଫଳତାର ବହୁତ କମ୍ ଚାନ୍ସ ଥାନ୍ତା। ବୁଝିହେଲା କି ନା? ସମସ୍ତେ ଯଦି ଦଳ ହିସାବରେ ଆମେ କାମ କରିବା, ବୈଜ୍ଞାନିକ ହେବା ବା ଆମର ଯେତେ ସବୁ ଅଛନ୍ତି ସେଥିଲାଗି
କାଣା ଆମେ ଯେକୌଣସି ଜିନିଷକୁ ଖୋଜିବାରେ ସାହାଯ୍ୟ ହୋଇଥାଏ। ତେଣୁ ଯଦି ତୁମେ ନିଜେ କୌଣସି ଉତ୍ତର ପାଉନାହ ତାହେଲେ ତୁମେ କ'ଣ କରିବ, ତୁମର ସାଙ୍ଗମାନଙ୍କର ସାହାଯ୍ୟ ନେବ। ସେତେବେଳେ ଏକାଠି ହୋଇ ଜିନିଷ ଆବିଷ୍କାର କରିବା ଅଧିକ ମଜାଦାର ମଧ୍ୟ ହୋଇଥାଏ। ଯଦି ଯେକୌଣସି ସମସ୍ୟାର ତୁମେ ଏକା ସମାଧାନ କରିପାରୁନାହ ତାହେଲେ ତୁମର ସାଙ୍ଗ କିମ୍ବା ତୁମର ଟିଚର ବା ଶିକ୍ଷକର ମଧ୍ୟ ସାହାଯ୍ୟ ନେଇକି କରିପାରିବ। ସେଥିରେ ଆଉ ଅଧିକ ମଜା ଲାଗିବ। ଅବଶ୍ୟ ମନେ ରଖ ଯେ ଷଷ୍ଠ ଶ୍ରେଣୀରେ ତୁମେ ତୁମର ସମସ୍ତ ପ୍ରଶ୍ନର ଉତ୍ତର ପାଇବ ନାହିଁ। କାହିଁକି ନା ଏତେ ବଡ଼ ପୃଥିବୀ ଅଛି, ଏତେ ସବୁ ଜିନିଷ ଅଛି, ଖାଲି ଷଷ୍ଠ ଶ୍ରେଣୀରେ ତୁମ ସମସ୍ତ ପ୍ରଶ୍ନର ଉତ୍ତର ପାଇବା ସମ୍ଭବ ନୁହେଁ। ସେଥିପାଇଁ କ'ଣ କରିବ, ଚିନ୍ତା କର ନାହିଁ। ସେଥିପାଇଁ ଚିନ୍ତା କରିବାର ନାହିଁ। ତୁମେ ଆସନ୍ତା 5 ବର୍ଷ କିମ୍ବା ତାଠାରୁ ବି ଅଧିକ ସମୟ ଧରି ବିଜ୍ଞାନ ଆଗକୁ ପଢ଼ିବ। ଯେମିତିକି ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମ, ତାପରେ ପରେ ଯଦି ତୁମେ ସାଇନ୍ସ ନେବ ତାହେଲେ +2, +3 ଏମିତି ମଧ୍ୟ ତୁମେ କ'ଣ ବିଜ୍ଞାନ ପଢ଼ି ପଢ଼ି ଯିବ। ତ ଗୋଟେ ଗୋଟେ କରି ତୁମେ ସବୁ ତୁମ ପ୍ରଶ୍ନର ଉତ୍ତର ମଧ୍ୟ ପାଇ ଯିବ। ଦେଖ ଏଥିରେ କିଛି ଛୁଆ ଗୁଡ଼ାକ କ'ଣ କରୁଛନ୍ତି, ବର୍ଷା ପଡ଼ୁଛି ଓ ସମସ୍ତେ ଦୌଡ଼ୁଛନ୍ତି, ଖେଳୁଛନ୍ତି, ମଜା କରୁଛନ୍ତି। ପିଲାମାନେ ଯେମିତି ବର୍ଷାକୁ ଉପଭୋଗ କରନ୍ତି, ବିଜ୍ଞାନ ମଧ୍ୟ ସେହିପରି ମଜାଦାର ଅନୁସନ୍ଧାନର ଗନ୍ତାଘର। ଯେମିତି ତୁମେ ବର୍ଷା ହେଲେ ବାହାରେ ଡେଇଁବାକୁ ପସନ୍ଦ କର, ଖେଳିବାକୁ ପସନ୍ଦ କର। ଏମିତି ଦେଖ ଛୁଆମାନେ ଯେମିତି ଖେଳୁଛନ୍ତି, କିଛି ଜାଣିବାକୁ ଚେଷ୍ଟା କରୁଛନ୍ତି, ତାହେଲେ ଯେମିତି ମଜା ଲାଗିଥାଏ ସେମିତି ବିଜ୍ଞାନ ମଧ୍ୟ ତୁମେ ପଢ଼ିଲେ ମଜା ଲାଗିବ। ତୁମେ ବୈଜ୍ଞାନିକ ଯାତ୍ରା ଉପଭୋଗ କର। ଏବେ ଯେମିତି ଆରମ୍ଭ କଲ ଯେ ବିଜ୍ଞାନ ପଢ଼ିବା, ତୁମେ ସେମିତି ଯେମିତି ଆଗକୁ ପଢ଼ି ପଢ଼ି ଯିବ, ଯେତେ ଯାତ୍ରା କରି କରି ଯିବ ବିଜ୍ଞାନର ଭିତରକୁ ସେ ତୁମେ ମଜା ଲାଗିବ ବା ଉପଭୋଗ କରିବ ବୋଲି ସେ କହୁଛନ୍ତି। ଅନୁସନ୍ଧାନ କରି ଜାରି ରଖ ଏବଂ ବିଶ୍ୱର ଆଶ୍ଚର୍ଯ୍ୟଜନକ ରହସ୍ୟ ବିଷୟରେ ଚିନ୍ତା କରିବା ଏବଂ ପ୍ରଶ୍ନ ପଚାରିବା ଜାରି ରଖ। ତ ତୁମର ଶ୍ରେଣୀରେ ମଧ୍ୟ ଯେତେବେଳେ ପାଠଗୁଡ଼ିକ ଆଲୋଚନା କରାଯିବ, ତୁମେ ସବୁବେଳେ କ'ଣ ପାଇଁ ହେଲା କିମ୍ବା ଆମର କମେଣ୍ଟ ସେକ୍ସନରେ ମଧ୍ୟ ତୁମେ ଯଦି କୌଣସି ଲାଇନ୍ ବୁଝିପାରିଲ ନାହିଁ, କ'ଣ ପାଇଁ ହେଲା, କିପରି ହେଲା, ଏମିତି ସବୁ କ୍ରସ୍ ପ୍ରଶ୍ନ ପଚାରିବ। ତ ତା ଫଳରେ କ'ଣ ହେବ, ତୁମକୁ ଅନେକ ଗୁଡ଼ିଏ ପ୍ରଶ୍ନର ଉତ୍ତର ମିଳିଯିବ ଓ ସବୁଥିରେ ତୁମେ ଗୋଟିଏ ବୈଜ୍ଞାନିକ ଭଳି ତୁମର ଚିନ୍ତାଧାରା ହେବ। ବିଜ୍ଞାନ ପଢ଼ିବାର ଏହାର ହେଲା ମୂଳ ଲକ୍ଷ୍ୟ। ତ ମୁଁ ଆଶା କରିବି ଅତି ସହଜରେ ବୁଝିପାରିଥିବ। ଆହୁରି ଟିକେ ପରି ଅଛି, ଦେଖ ପଢ଼ିଦେବା। ତ ବିଜ୍ଞାନର ରୋମାଞ୍ଚକର ଯାତ୍ରା ଆରମ୍ଭ କରିବାକୁ ତୁମେ ପ୍ରସ୍ତୁତ ହୋଇଯାଅ। ଆସ ଆରମ୍ଭ କରିବା ବିଜ୍ଞାନ। ଏଇଟା ଖାଲି ଥିଲା ବିଜ୍ଞାନର ଆରମ୍ଭ। ଏଥିରେ କୌଣସି ଏମିତି କିଛି ଅଭ୍ୟାସ କାର୍ଯ୍ୟ ନାହିଁ ବା କିଛି ନାହିଁ, ଖାଲି ବିଜ୍ଞାନ କ'ଣ ଓ କ'ଣ ପାଇଁ ଆମେ ବିଜ୍ଞାନ ପଢ଼ିବା ତା ବିଷୟରେ ଦେଇଛି। ଆଶା କରୁଛି ତୁମମାନଙ୍କୁ ଭଲ ଭାବରେ ବୁଝିପାରିଥିବ। ଦେଖ ଆଉ ଏଠି କିଛି ଯଦି ରହିଗଲା ଆମେ ଟିକେ ପଢ଼ି ନେବା। ତ କ'ଣ କହିଛି, କାର୍ଯ୍ୟ 1, 2, 3ରେ ଉତ୍ତରକୁ ଆମେ ଶ୍ରେଣୀରେ ଆଲୋଚନା କରନ୍ତୁ ଏବଂ ସମସ୍ତ ଶିକ୍ଷାର୍ଥୀଙ୍କୁ ଅଂଶଗ୍ରହଣକୁ ନିଶ୍ଚିତ କରାନ୍ତୁ। ତାମାନେ ଯେତେ ସବୁ ଆମେ ପଢ଼ିଲେ ତାହା ସମସ୍ତ ଶିକ୍ଷାର୍ଥୀ ବୁଝିବା ଅତି ଜରୁରୀ ଅଟେ। ଆପଣମାନେ ମଧ୍ୟ କହିପାରିବେ ଯେ ଆପଣ ଆମ ଭିଡ଼ିଓଟି କେଉଁଠୁ ଦେଖୁଛନ୍ତି, କେଉଁ ଜିଲ୍ଲାରୁ ଦେଖୁଛନ୍ତି, ତାହା ଆମର କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଶା କରୁଛି ଆପଣମାନଙ୍କୁ ଅତି ସହଜରେ ବୁଝିପାରୁଥିବି। ନିଜେ ଯଦି ପଢ଼ିବାକୁ ଚାହୁଁଛନ୍ତି, କୌଣସି ପିଲାକୁ ପଢ଼ାଇବାକୁ ଚାହୁଁଛନ୍ତି, ଟ୍ୟୁସନ୍ କରିବାକୁ ଚାହୁଁଛନ୍ତି କିମ୍ବା କାହାକୁ ବୁଝାଇବାକୁ ଚାହୁଁଛନ୍ତି, ତାହେଲେ ଆମର এই ଭିଡ଼ିଓକୁ ଲାଇକ୍ କରିବେ, ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଆମର ଟେଲିଗ୍ରାମ ଚ୍ୟାନେଲରେ ମଧ୍ୟ ଜଏନ୍ ହୋଇଯିବେ। ଆଗରେ ସବୁ ଏମିତି ଗୋଟେ ପରେ ଗୋଟେ ପାଠକୁ ଆଲୋଚନା କରିବା ଓ ତାହାର ପ୍ରଶ୍ନ ଉତ୍ତର ମଧ୍ୟ କରିବା। ଠିକ୍ ଅଛି, ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ।